ओम नमः शिवाय। ମୁଁ ଜ୍ୟୋତିର୍ବିଦ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆପଣଙ୍କ ନିକଟରେ ଆଜି ଉପସ୍ଥାପନା କରିବି ଜଟାଧର। ସେ ଶିବ କୁହନ୍ତୁ କିମ୍ବା ଭୈରବ କୁହନ୍ତୁ, ଜଟା ତାଙ୍କର ଗୋଟିଏ ଅଳଙ୍କାର କହିଲେ ଅତ୍ୟୁକ୍ତି ହେବନି। ଭୈରବଙ୍କୁ ଜଟା ମୁକୁଟ କୁହାହେଲା ବେଳେ ମହାଦେବଙ୍କୁ ଜଟାଧର ବୋଲି କୁହାଯାଇଛି। କ'ଣ ସେଇ ଜଟାଧର? ଗଙ୍ଗାଧର। ଜଟାରେ ଗଙ୍ଗା ଅଛନ୍ତି ଶିବଙ୍କର ଏବଂ ଚନ୍ଦ୍ର ଅଛନ୍ତି। ଭୈରବଙ୍କର ମଧ୍ୟ ଚନ୍ଦ୍ରବିମ୍ବ ବୋଲି କୁହାଯାଇଛି ଜଟା, ମାତ୍ର ଗଙ୍ଗା କୁହାଯାଏ ନାହିଁ। ତାର କ'ଣ କାରଣ, ତା ବିଷୟରେ ପରେ ଆଲୋଚନା କରିବା। ଆଜି ଖାଲି ଆମେ ଜଟା ବିଷୟରେ ଆଲୋଚନା କରିବା। ଜଟା ଅର୍ଥ କ'ଣ ଦର୍ଶକ? ଆପଣଙ୍କ ଜୀବନରେ ଆପଣଙ୍କର ସମୟ ଅତିବାହିତ କରିଯାଉଛି, ଆପଣ ବଞ୍ଚିବା ସହିତ ମୃତ୍ୟୁ ଦିଗକୁ ଅଗ୍ରସର ହେଇଯାଉଛନ୍ତି, ତାହା ସର୍ବଦା ଇଣ୍ଡିକେଟ୍ କରେ ଆପଣଙ୍କର ମୁଣ୍ଡର ବାଳ। ଚୁଟି ବଢ଼ିଗଲାଣି, ଅର୍ଥାତ୍ 2-3 ମାସ କଟିଗଲାଣି, ଆ ଭିତରେ ଆହୁରି ଚୁଟି ବଢ଼ିଗଲାଣି। ଆରେ 6 ମାସ ହେଲା ଚୁଟି କାଟିନୁ କି? ଜଟା। ଚୁଟି ବଢ଼ିବା ଅର୍ଥାତ୍ ସମୟ, କାଳ। ସେଇ ଜଟାକୁ ଯିଏ ମୁଣ୍ଡରେ ଧାରଣ କରି ରଖିପାରିଲା, ଅର୍ଥାତ୍ କାଳକୁ ରଖିପାରିଲା ନିଜ କଣ୍ଟ୍ରୋଲରେ, ସମୟକୁ ନିଜ କଣ୍ଟ୍ରୋଲରେ ରଖିପାରିଲେ, ସେଇଥିପାଇଁ ସେ ହେଲେ ମହାକାଳ। କିମ୍ବା ଅନ୍ୟ ଭାଷାରେ ତାଙ୍କ ପାଇଁ ସମୟର କିଛି ମାନେ ନାହିଁ। ସାଧୁ ବସୁଛନ୍ତି ଆଖି ବୁଜିକି, ଯେପର୍ଯ୍ୟନ୍ତ ଦେହ ଅଛି ସେ ପର୍ଯ୍ୟନ୍ତ ସାଧନା କରିବେ, ଚୁଟି କିନ୍ତୁ ବଢ଼ି ଚାଲିଛି, କିନ୍ତୁ ସେ ଖାତିର କରୁନାହାନ୍ତି, ସେ କାଟୁନାହାନ୍ତି ତାକୁ। କାହିଁକି ନା ତାଙ୍କ ପାଇଁ ସମୟର ହିଁ କିଛି ମାନେ ନାହିଁ। ମୁଁ ଆଜି 45 ବର୍ଷର ହେଇଛି, ତେବେ ମୁଁ ଗୋଟେ ଘରଟେ କରିଦେବି, 45-55 ବର୍ଷ ବେଳକୁ କେମିତି ପେନ୍ସନ୍ ସ୍କିମ୍ କରିଦେବି, ଏଇ ଜିନିଷ ନେଇକି ଆମେ ଟାଇମ୍କୁ କାଲକୁଲେଟ୍ କରିକି ଯାଉଛନ୍ତି। ଯେ ଯିଏ ଗୋଟେ ଗୁମ୍ଫାରେ ଆଖି ବୁଜିକି ବସିଛି, ତା ପାଇଁ ସମୟ ଆଉ କାଳ କିମ୍ବା ସ୍ଥାନର କ'ଣ ମାନେ ରହେ? ସିଏ ହେଲେ ଶିବ, ସିଏ ହେଲେ ଭୈରବ। ସେଟା ଦର୍ଶାଏ ଜଟା। ଜଟାକୁ କେମିତି ବାନ୍ଧିଛନ୍ତି ସେ ସାପରେ। ସାପ ଅର୍ଥ କୁଣ୍ଡଲିନୀ, ସୁପ୍ରିମ୍ କନସିୟସନେସ୍। ଆପଣମାନେ ଯେ ଦେଖିଥିବେ ଯେ ଆପଣ ଏଠି ପାଦ ପକାଇଥିବେ କି ନାହିଁ, ସେ କେତେ 200 ମିଟର ଦୂରରେ ଥିବା ସାପଟା ଫଟକି ବାହାରିକି ପଳାଇବ। ସାପର କନସିୟସନେସ୍। ସାପ ଶୋଇଥିବ, ଆପଣ ତାକୁ ରଡ଼ି ପକାଇ ଡାକିଲେ ହୁଏତ କିଛି ହେବନି, କିନ୍ତୁ ଟିକେ କ୍ଲିକ୍ କରିଦେବେ, ସାଙ୍ଗେ ସାଙ୍ଗେ ଉଠିବ। ସେଇଥିଲାଗି ସାପକୁ କନସିୟସ୍ ବା 6th ସେନ୍ସର ରିପ୍ରେଜେଣ୍ଟେସନ୍ କରାହେଇଛି, କୁଣ୍ଡଳୀର ରିପ୍ରେଜେଣ୍ଟେସନ୍ କରାହେଇଛି, ବା ଚେତନା ଶକ୍ତିର ସିଏ ହେଲା ସଂକେତ। ଶିବଙ୍କ ଭିତରେ କନସିୟସନେସ୍ ଏତେ ଯେ ତାଙ୍କ ଜଟାରେ ସେ ସାପ ରଖୁଛନ୍ତି, ଅର୍ଥାତ୍ ସୁପ୍ରିମ୍ ଷ୍ଟେଟ୍ ଅଫ୍ କନସିୟସନେସ୍। ଏବଂ ପର ଜିନିଷଟା ହେଲା ଚନ୍ଦ୍ରବିମ୍ବ। ସୋମନାଥ, ଚନ୍ଦ୍ରେଶ୍ୱର ନା ସବୁ ଦିଆହେଇଛି। ଚନ୍ଦ୍ରମା ମନସ ଜାତଃ। ପୂର୍ଣ୍ଣିମା ତିଥିରେ ମେଣ୍ଟାଲ ଆସାଇଲମ୍ ଗୁଡ଼ାକରେ ଲୋକମାନେ ଟିକେ ଅଧିକ ଉନ୍ମାଦ ହେଇଯାଆନ୍ତି। ମୁଁ କହୁନି, ଆପଣ ମେଡ଼ିକାଲ ଜର୍ନାଲ ପଢ଼ନ୍ତୁ, ମାନେ ରେଗୁଲାର ବାହାରୁନି, କେଉଁଠି ନା କେଉଁଠି ବାହାରିଛି। କ'ଣ ପାଇଁ? କାରଣ ଚନ୍ଦ୍ରଟା ଆମର ଇମୋସନକୁ ଆଫେକ୍ଟ କରେ। ସେଇଥିଲାଗି ଚନ୍ଦ୍ରର 16 କଳା ବୋଲି କୁହାଯାଏ। ଅର୍ଥାତ୍ ଯିଏ ଅଧିକ ଇମୋସନାଲ, ସେ ବିଭିନ୍ନ ପ୍ରକାର ଇମୋସନକୁ ହ୍ୟାଣ୍ଡେଲ କରିପାରିବ। କିନ୍ତୁ ଶିବ ଇମୋସନ ଉପରେ। ଇମୋସନ ଉପରକୁ ଆପଣ କେତେବେଳେ ଯିବେ? ଯେତେବେଳେ ଆପଣ ସଂସାର ବାହାରକୁ ପଳେଇଯିବେ। ଆପଣଙ୍କର ଚିନ୍ତା କରିବାକୁ କିଛି ନାହିଁ, ପଛକୁ କିଛି ନାହିଁ, ଆଗକୁ କିଛି ନାହିଁ, କେବଳ ଆପଣ ସାଧନାରେ ବସିଲେ, ଦେନ୍ ୟୁ ୱିଲ୍ ବି ବିରେପ୍ଟ ଅଫ୍ ଇମୋସନ୍ସ। ସେହି ସମୟରେ ଆପଣଙ୍କ ଭିତରେ କୌଣସି ପ୍ରକାର
ଇମୋସନ୍ ବା ଯାହା ଆମେ କହୁ ଭାବନା ସେଗୁଡ଼ିକ ଆଉ ରହିବ ନାହିଁ। ସେଇଥିପାଇଁ ଶିବ ହୁଅନ୍ତୁ ଭୈରବ ହୁଅନ୍ତୁ ଆମକୁ ଜଟାଧାରୀ ବୋଲି କୁହାଯାଇଛି। ବହୁତ ଶିବ ସାଧକ ମଧ୍ୟ ସେହି ଶୈଳୀରେ ସେ ଅଘୋର ହୁଅନ୍ତୁ ଘୋର ହୁଅନ୍ତୁ ଜଟାକୁ ଖାତିର ନ କରି ଆଗେଇ ଚାଲିଛନ୍ତି। ଏବଂ ଜଟାଟି ଗୋଟେ ଲୋକର ଉର୍ଜାର ଗୋଟେ ବଡ଼ କେନ୍ଦ୍ର। ଅର୍ଥାତ୍ ଯେଉଁ ଲୋକଟି ବହୁତ ଦିନ ହେଲା ଚୁଟି ରଖିଛି ହଠାତ୍ ଲଣ୍ଡା ହେଇଯାଏ, ଆପଣ ଦେଖିବେ ସିଏ ଖସି ମୁଣ୍ଡ ବୁଲେଇବ, ତାର ଉର୍ଜା ଠିକ୍ ରହିବନି, ଜ୍ୱର ହେଇପାରେ। ଉର୍ଜାର ବି ଗୋଟେ ବହୁତ କେନ୍ଦ୍ର। ତାର ଯେତେ ଅଧିକ ଜଟା ରହିଲା ସେ ଲୋକଟି ସେତେ ଉର୍ଜାବାନ। ଆପଣମାନେ ଶୁଣିଥିବେ ଏମିତି, ମୁଁ ତ କିଛି ଅନ୍ଧବିଶ୍ୱାସ ପ୍ରଚାର କରିବାକୁ ଚାହୁଁନି ଯେ ସେ ଗୋଟେ ଲୋକର ଚୁଟି ଆଣିଲେ ସେ ଗୁଣି ହେଇଯିବ। କେତେ ଦୂର ହୁଏ ମୁଁ ଜାଣିନି, କିନ୍ତୁ ଉର୍ଜାର ଗୋଟେ କେନ୍ଦ୍ର। ଯାହା ବି ଆପଣ କାରଣ ଗୋଟେ ମଣିଷର ସର୍ବୋପରି ହେଲା ସେଇ ଜଟା। ମୁଣ୍ଡ ସରିଗଲା ପରେ ଜଟା। ହଉ, ଆଶା କରେ ଆପଣ ସେଇ ଜଟାଧାରୀ ଜଟାମୁକୁଟ ଭୈରବ କିମ୍ବା ଜଟାଧାରୀ ଶିବଙ୍କର ଜଟାର ଅର୍ଥଟିକୁ ବୁଝିପାରିଥିବେ। ଆଉ ଟିକେ ଗୂଢ଼ ହିସାବରେ ଗଲେ ଗଙ୍ଗାକୁ ଯେଉଁ ଧାରଣ କରିଛନ୍ତି, ଗଙ୍ଗା ହେଲା ଗୋଟେ କଣ୍ଟିନ୍ୟୁଅସ୍ ଫ୍ଲୋ, ସବୁବେଳେ ବହୁଛି, ସେଟା ଗୋଟେ ପବିତ୍ର। ତ ଗଙ୍ଗାର ମେମୋରି ଅଛି ବା କ'ଣ ସେଟା କହନ୍ତି, ତାର ନିଜର ଗୋଟେ ମନ ଅଛି, ସେଟା ଗୋଟେ ଜୀବନ୍ତ ସ୍ଥାନ ବୋଲି କୁହାଯାଏ। ଏବଂ କଣ୍ଟିନ୍ୟୁଅସ୍ ଫ୍ଲୋଇଂ ଅଫ୍ ୱାଟର ଗୋଟେ ମେମୋରିକି ମଧ୍ୟ ଇଣ୍ଡିକେଟ୍ କରେ। ତ ଜଟା ସେ ଧରିଛନ୍ତି ମାନେ ସେ ମେମୋରି ଉପରେ, ଅର୍ଥାତ୍ ସେ କିଛି ଜିନିଷ ମନେ ବି ରଖୁନାହାନ୍ତି, ଏଇଟା ହେଲା ସେଇଟା ହେଲା ସେଇଟା ହେଲା ନା। ସାଧାରଣ ଅର୍ଥରେ ଫ୍ରମ୍ ଇଣ୍ଟେଲେକ୍ଟ ଟୁ ୱିଜଡମ୍, ଜ୍ଞାନଠୁ ପ୍ରଜ୍ଞା, ଚେତନାରୁ ସର୍ବୋପରି ଚେତନା ଅର୍ଥାତ୍ କନସିୟସନେସ୍ରୁ ସୁପ୍ରିମ୍ କନସିୟସନେସ୍, ଏହିସବୁ ଜିନିଷ ଇଙ୍ଗିତ କରୁଛି ମହାଦେବଙ୍କର ଜଟା। ତେଣୁ ଆପଣ ଯଦି ସେଇ ମହାଦେବଙ୍କ ପୂଜା କରନ୍ତି, ଆପଣଙ୍କର ମନ ଏବଂ ସ୍ମୃତି ଉପରେ ଆପଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆସିଯିବ। ହଉ, ଆଜି ତ ସମୟ ହେଇଯାଇଛି। ସେଇ ଜଟାଧାରୀ ଗଙ୍ଗେଶ୍ୱର ସୋମନାଥଙ୍କ ଶରଣାର ବିନ୍ଦରେ ଆପଣ ସମସ୍ତଙ୍କର ସୁଖ ସୌହାର୍ଦ୍ଦ୍ୟ ଆଉ ଦୀର୍ଘାୟୁ କାମନା କରି ଆଜି ପାଇଁ ମୁଁ ରହିଲି। ଓମ୍ ନମଃ ଶିବାୟ।